ନମସ୍କାର। ଭାବିଲି ଆମ ଯାତ୍ରା ପରମ୍ପରା ସମ୍ପର୍କରେ ମୁଁ କିଛି ମୋର ମତାମତ ଦେବି। ଅତୀତରେ ଆମ ଓଡ଼ିଶାର ଲୋକମାନେ ପାଲା, ଦାସକାଠିଆ, ଚଢ଼ିଆ ନାଟ, ସୁଆଙ୍ଗ, ମୋଗଲ ତାମସା, ଛଉ ନାଚ ଆଦି ଦେଖି ତାଙ୍କର ମନୋରଞ୍ଜନ କରୁଥିଲେ। ଅବସର ସମୟରେ ଚିତ୍ତ ବିନୋଦନ କରୁଥିଲେ। ଯାତ୍ରା ହେଉଛି ତାର ଗୋଟିଏ ନବୀନ ସଂସ୍କରଣ, ନ୍ୟୁ ଏଡିସନ୍। 70 ଦଶକରେ ଯେଉଁ ଯାତ୍ରା ହେଉଥିଲା, ସେ ଯେଉଁ ବଳିଷ୍ଠ କାହାଣୀ ଲେଖାଯାଉଥିଲା, ଆଜିକାଲି କ'ଣ ସେଭଳି କାହାଣୀ ଲେଖାଯାଉଛି କି? ମୋର ମନେ ଅଛି 80 ଦଶକରେ ମୁଁ ରଘୁନାଥ ପଣ୍ଡାଙ୍କ ଯାତ୍ରା ଦେଖିଛି। ତାଙ୍କର ଗୋଟିଏ ବହି ଆଜି ବି ଗୁଣଗୁଣେଇ ହେଉଛି। ସେ ବହି ଥିଲା ଦୁଃଖ ନଦୀର ତୀରେ। ସେ ନାଟକ ଯେଉଁମାନେ ଦେଖିଥିବେ, ସେଭଳି ନାଟକ ବୋଧହୁଏ ନାଟ୍ୟକାର 7 ଜନ୍ମ ଯିବ ଲେଖିପାରିବେ ନାହିଁ। 80 ଦଶକରେ ଯେଉଁ ନାଟକ ସବୁ ଆସିଥିଲା, ଯେମିତିକା ସୁର ସାରଙ୍କ ସାନ ଝିଅ, ଖଜୁରୀ ଗଛର କି ଗୁଣ ଗାଇବି ମୂଳରୁ ପାହାଚ ପାହାଚ, ଅନ୍ଧ ଦେଶେ ଗଲି ଦର୍ପଣ ବିକି, ହାତୀ ନେ ଘୋଡ଼ା ନେ ମୋ ପେଁକାଳି ବଜେଇ ଦେ। ଏ ନାଟକ ଯେଉଁ କାହାଣୀ ଯେତିକି ବଳିଷ୍ଠ ଥିଲା, ଅଭିନୟ ସେତିକି ବାସ୍ତବ ଧର୍ମୀ ଥିଲା। ଯେଉଁଥିପାଇଁ ସେ ନାଟକ ବର୍ଷ ବର୍ଷ ଚାଲୁଥିଲା, ବଦଳୁନଥିଲା। ନାଟକ ବାରମ୍ବାର ହେଉଥିଲା। କିନ୍ତୁ ଆଜିକାଲି ପ୍ରତିବର୍ଷ ନୂଆ ନାଟକ, ପ୍ରତିବର୍ଷ ନୂଆ ନାଟକ। ପ୍ରଥମ ଦେଖିଲେ ଶେଷରେ କ'ଣ ହେବ ଜଣେ କହିଦେବ। ମୋର ମନେ ପଡ଼ୁଛି, ଆମେ ଯାତ୍ରା ଦେଖିଲା ବେଳେ ଅତୀତରେ ଟିକେଟ୍ ସେଲ୍ ହେଉନଥିଲା, ତଳେ ବସିକି ଦେଖୁଥିଲୁ। ଆଜିକି 40-50 ବର୍ଷ ପୂର୍ବେ ନାଟକ ଦେଖିବା ପାଇଁ ଏତେ ଉତ୍କଣ୍ଠା ଥିଲା। ନାଟକ ଆରମ୍ଭ 12ଟାରେ, ଆମେ 9ଟାରେ ଦରି ପକାଇ ଦେଇଥିବୁ, ବସିଥିବୁ। ଯାତ୍ରା ଆରମ୍ଭ ହେବ। ଯାତ୍ରା ମାଷ୍ଟର କ'ଣ କରିବେ? ଗୋଟେ ତବଲାରେ ଧୂପକାଠି ଜଳେଇ ଯେତେବେଳେ ପହଞ୍ଚିବେ, ଷ୍ଟେଜ୍କୁ ଆସିବେ, ସେତେବେଳେ ଆମେ ତାଳି ମାରିବୁ, କାରଣ ଉତ୍କଣ୍ଠାର ଜବନିକା ଘଟିବ। ସେତେବେଳେ ପେଟ୍ରୋମ୍ୟାକ୍ସ ଲାଇଟ୍ରେ ଯାତ୍ରା ହେଉଥିଲା। ଐତିହାସିକ ନାଟକ, ପୌରାଣିକ ନାଟକ ବେଶୀ ହେଉଥିଲା। ସାମାଜିକ ନାଟକ କାଁ ଭାଁ ହେଉଥିଲା, କାଁ ଭାଁ। କିନ୍ତୁ ଆଜି ନାଟକର ବିକାଶ ଘଟିଛି, ଷ୍ଟେଜ୍ର ବିକାଶ ଘଟିଛି। ଡବଲ ଷ୍ଟେଜ୍, ଟ୍ରିପୁଲ୍ ଷ୍ଟେଜ୍ ହେଉଛି। ନ୍ୟୁ ଟେକ୍ନିକ୍ ଆସିଛି। ଲାଇଟ୍ ସିଷ୍ଟମ୍, ମାଇକ୍ ସାଉଣ୍ଡ ସିଷ୍ଟମ୍, ମାଇକ୍ ସିଷ୍ଟମ୍ ଯାହା କୁହାଯାଉଛି ଆପଣଙ୍କର, ମ୍ୟୁଜିକ୍ ସିଷ୍ଟମ୍, ଏସବୁ ବହୁତ ଡେଭଲପ୍ ହେଇଛି। ଏବଂ ଯାତ୍ରା ଜଗତକୁ ବହୁତ ଏଜୁକେଟେଡ୍ ପର୍ସନ୍ ଆସୁଛନ୍ତି। କିଏ MA ପାସ୍ କରିଛି, କିଏ ଇଞ୍ଜିନିୟରିଂ ପାସ୍ କରିଛି, କିଏ ଚାକିରି ଛାଡ଼ି ଦେଇକି ଆସିଛନ୍ତି। ବହୁତ ଟ୍ୟାଲେଣ୍ଟେଡ୍ ଯୁବକ ଯୁବତୀ ଆସିଛନ୍ତି, ଯାତ୍ରା କରୁଛନ୍ତି। ଯଦି ସେଇମାନଙ୍କ ଭିତରୁ ଜଣେ କଳାକାର ଗଣମାଧ୍ୟମରେ କହିଦେଲେ ଯେ ଆଜିକାଲି ନାଟକ ଭଲ ଲେଖାଯାଉନାହିଁ, ବା ନିର୍ଦ୍ଦେଶନା ଭଲ ଦିଆଯାଉନାହିଁ, ବା ହାସ୍ୟରସକୁ ଗୁରୁତ୍ୱ ଦିଆଯାଉନାହିଁ, ଯଦି ଜଣେ କହିଲେ, ଏଥିରେ ଏତେ ପ୍ରତିକ୍ରିୟାଶୀଳ କାହିଁକି? ଏ ଦୟାବାବୁ ଯେ ବର୍ତ୍ତମାନ ହାସ୍ୟରସର ଗୋଟେ ପ୍ରମୁଖ ଚରିତ୍ର, ମୁଁ ତ ଭାବେ ମଣି ବିଶ୍ୱାଳଙ୍କ ପରେ ସେ ଜଣେ ଅନନ୍ୟ କଳାକାର ହାସ୍ୟରସରେ। ସେ କୁଆଡ଼େ ଗଣମାଧ୍ୟମରେ କହିଲେ ହାସ୍ୟରସକୁ ଯେଉଁ ଗୁରୁତ୍ୱ ଦେବା କଥା ତାହା ଦିଆଯାଉନାହିଁ, ଆଉ ନିର୍ଦ୍ଦେଶନା ବଳିଷ୍ଠ କାହାଣୀ ନାହିଁ। ଏଥିରେ ତାଙ୍କର କିଛି ଭୁଲ ନାହିଁ, ଠିକ୍ କହିଛନ୍ତି। ମୁଁ ଜଣେ ଦର୍ଶକ ହିସାବରେ ମଧ୍ୟ ମୁଁ କହିପାରିବି ଗଣତାନ୍ତ୍ରିକ ଅଧିକାର। ତେବେ ନିର୍ଦ୍ଦେଶକମାନେ କହୁଛନ୍ତି ଦୟାବାବୁ ଯେଉଁ ନାଟକରେ ରହିବେ, ବା ଯେଉଁ ଦଳରେ ରହିବେ, ବା ଯେଉଁ ଯାତ୍ରାପାର୍ଟି ରହିବେ, ସେଠି ଆମେ ନାଟକ ଲେଖିକି ଦେବୁ ନାହିଁ କି ନିର୍ଦ୍ଦେଶନା ଦେବୁ ନାହିଁ। ଏ କି ମାନସିକତା? ନାଟ୍ୟକାରମାନେ ମନେ ରଖିବା ଉଚିତ, ଆଜି ଯେଉଁ ନାଟକ ଲେଖୁଛନ୍ତି, ସେ ନାଟକର ଯେଉଁ ଲକ୍ଷଣ ଅଛି, ବିବିଧା ଅଛି, ସେ ସମ୍ପର୍କରେ ସଚେତନ ଅଛନ୍ତି କି? ଆମର ଯେଉଁ ନବଧା ରସ ରହିଛି, ଶୃଙ୍ଗାର ରହିଛି, ହାସ୍ୟ ରହିଛି, କରୁଣ ରହିଛି, ରୌଦ୍ର ରହିଛି, ବୀର, ଭୟାନକ, ଅଦ୍ଭୁତ, ଶାନ୍ତ, ବାତ୍ସଲ୍ୟ, ଏ ରସ ଉପରେ କ'ଣ
ରିସର୍ଚ୍ଚ କରିଛନ୍ତି କି ନାଟକ ଲେଖିଲା ବେଳେ? ଏବଂ ପ୍ଲଟ୍, କ୍ୟାରେକ୍ଟର, ଆକ୍ସନ୍, ଡାଇଲଗ, କନଫ୍ଲିକ୍ଟ, ସସ୍ପେନ୍ସ, ଡ୍ରାମାଟିକ୍ ଆଇରନି ଉପରେ ଗୁରୁତ୍ୱ ଦେଉଛନ୍ତି କି? ଡ୍ରାମା କ'ଣ? ଏ କପି ଅଫ୍ ଲାଇଫ୍, ମିରର ଅଫ୍ କଷ୍ଟମ୍, ଏ ରିଫ୍ଲେକ୍ସନ୍ ଅଫ୍ ଟ୍ରୁଥ୍. ଡ୍ରାମା is the creation and representation of life in terms of theatre. ये होची ड्रामार संज्ञा. आमे से कथा पर गुरुत्व दौछु कि? बोध हुए ना. जो निर्देशक निर्देशना दौछंती तांकर 100 भाग निर्देशना जो दौछंती समुदाय निर्देशनार स्वरूप को कलाकार ग्रहण करुछंती कि? जे 60 भाग ग्रहण करुवे 40 भाग निजर थी. तेणु निर्देशक भाव मु सबुठ बड़ निर्देशक मु जहाँ जो ठीक ताहा भी कहवा ठीक नुह. तो मोर जमी सम्मान रही कलाकार ठीक सम्मान सेमती रही. आ नाटक लेखिला बेले आज तो आजिकल तो मूलरू देखी दौची नाटक शेष कौन जन कहीदेव. ये रसालपुर निकट तुंड्रा गोटे गाँ अच्छी. मोर पुओ को गोटे VIP टिकेट दुटा मिलता विश्व दरबार नाटक करूला जो दया बाबू कमेडी एक्टिंग करुले. पुओ गला नहीं कहला बाबा तमें जाओ माँ जाओ. आमको से छाड़ी दे आसला. आम यात्रा आरंभ है राति 12टार. ता पूर्वर तक म्यूजिक फ्यूजिक चली था. यात्रा भल होता. नाटक थिला सबू जानी चंद्रसेना. तेबे गोटे जगार मुझे रिएक्शन कली. कौन जड़े नारी अभिनेत्री कहते डायलॉग रे गोटे पिला परीक्षा रे 5टा शब्द लेखु लेखु गोटे शब्द भूल करदेला. परिदर्शक सामना रे जो शिक्षक ताको ठारिले ठीक कर लिखापी से नाटक से शब्दटा को से लेखिला नहीं. सत्यवादिता उपरे से तांको संग्राम थिला. आ से कहले जानिछ से पिला होउछंती मधु बारिस्टर. मुझे चमकी पड़ी. अरे यही कहानीटा कौन मधु बारिस्टर जीवन रू आसी कि? नाट्यकार कौन पढ़ी कि? महात्मा गांधी को जीवन कथा को आनिक मधु बारिस्टर सहित तुलना करदबा. से नाट्यकार लिखि थे नले अभिनेत्री मनरू कही. ये गोटे द्वंद्व. तेणु यही सब छोट मोट भूल त्रुटि रोची ताकू आम देखुना, सचेतन न. आउ कौन खुलम खुला डांस हो, देह खोला डांस हो. ये कौन नाटक जी दमदार थी अभिनेता मान जदि वास्तव धर्मी अभिनय करें तेबे ये अश्लील नृत्यर कौन यथार्थता रहिबो नाही. तेणु नाटकर अभिनेता, नाटकर मालिक, नाटकर नाट्यकार एवं निर्देशक भितर समन्वय रहा उचित. नमिता भूया बोली अभिनेत्री देखुली स्पष्ट कथा कहउछन, हृदय खोला कथा कहउछन, सत्य कथा कहउछन. तेणु प्रत्येकंकर गोटे अधिकार अच्छी, मौलिक अधिकार अच्छी कथा कहबार. कार कथा कहबार शक्ति को कहीं काटी दे पारिबे ना. दया बाबू मार्कुणा तांको घर से भल कमेडी करती. सी जदि कहले आजिकाली नाटक से भली हास्यरस को प्राधान्य दि जाऊ ना, भूल कौट रहा. तांको निषिद्ध करने नाट्यकार माने किए? तमें होच पेड नाट्यकार, पैसा नौछ, नाटक लिखुच, समालोचना हब. निर्देशक पेड निर्देशक, समालोचना हब, समीक्षा हब, आलोचना हब, पर्यालोचना हब. एथिरे एते मनस्ताप कहीं, रुग्ण मानसिकता कहीं एगुड़िक बंद हवा दरकार. आ यात्रा परंपरा भितर समन्वय कोऑर्डिनेशन रहा दरकार. तेणु आशा करी आम यात्रा बंचु, आम कला बंचु, पुणी कलाकार मुहरे पद्म फूलर हस उठी उठू. नमस्कार, धन्यवाद.